ମୁଁ ଗୁଡୁ ଆପଣଙ୍କ କ୍ଷେତ୍ର କଥା ୟୁଟ୍ୟୁବ ଚ୍ୟାନେଲକୁ ସ୍ୱାଗତ ଜଣାଉଛି। ଆଜି ଆମେ ଜାଣିବା ଘରେ ବଳକା ରହିଥିବା ନଡ଼ା କୁଟାକୁ ବ୍ୟବହାର କରି କିପରି ଆପଣ ଛତୁ ବେଡ୍ ପ୍ରସ୍ତୁତ କରିବେ, ଯାହା ଫଳରେ କି ଆପଣଙ୍କୁ କିଲେରୁ 1.5 କିଲୋ ଛତୁ ଆପଣ ପାଇପାରିବେ। ଆପଣ ପ୍ରଥମେ ଆପଣଙ୍କ ଘରେ କି ବାରିପଟେ ପଡ଼ିଥିବା କିଛି ନଡ଼ାକୁ ସଂଗ୍ରହ କରନ୍ତୁ। ପ୍ରାୟ 15ରୁ 20 ବିଡ଼ା ଆପଣ ସଂଗ୍ରହ କରିପାରିବେ ଗୋଟିଏ ବେଡ୍ ପାଇଁ। ଆପଣ 15-20 ବିଡ଼ା ସଂଗ୍ରହ କରିବାକୁ ଚେଷ୍ଟା କରନ୍ତୁ। ଆଉ କିଛି ପାଣି ନେଇଯାଆନ୍ତୁ, ଯେପରିକି ଗୋଟେ ବଡ଼ ପାତ୍ରରେ ନେଇଯିବେ ପାଣି କିଛି, ଯେପରିକି ଆମ ନଡ଼ା ଭିଜିକି ରହିପାରିବ। ଆପଣ 20 ବିଡ଼ା ନଡ଼ା ଭିଜିବା ପାଇଁ ଗୋଟେ ବଡ଼ ପାତ୍ର ଦରକାର ଆପଣଙ୍କୁ। ଆପଣ ଯଦି ସେମିତି କିଛି ସୁବିଧା ନାହିଁ, ଆପଣଙ୍କ ଧାନ ବସୁଥିବା ଡେକ୍ଚିକୁ ମଧ୍ୟ ଆପଣ ନେଇପାରିବେ। ସେଥିରେ ପାଣି ରଖି ଆପଣ କିଛି ପରିମାଣରେ ଚୂନକୁ ସେଠାରେ ମିଶେଇ ଦିଅନ୍ତୁ। ଯଦି ଆପଣଙ୍କ ପାଖରେ ଫଙ୍ଗିସାଇଡ୍ କିଛି ଅଛି, ତାହେଲେ ମଧ୍ୟ ଆପଣ ସେଇ ଫଙ୍ଗିସାଇଡ୍ରୁ କିଛି ପରିମାଣରେ ଅଳ୍ପ ପରିମାଣରେ ସେଥିରେ ମିଶେଇ ପାରିବେ। ଯଦି ଫଙ୍ଗିସାଇଡ୍ କିଛି ନାହିଁ ତାହେଲେ ଚଳିବ, ଆପଣ ଚୂନକୁ ନେଇଯାଆନ୍ତୁ। ଚୂନକୁ ନେଇକି ପାଣିରେ ଭଲ ଭାବରେ ମିଶେଇ ଦିଅନ୍ତୁ, ଯେପରିକି ପାଣିର ସବୁ ଅଂଶରେ ଚୂନଟି ମିଶିଯିବ। ସେପରି ଆପଣ ନିଅନ୍ତୁ। ତାପରେ ନଡ଼ାକୁ ଆପଣ ଚାହିଁଲେ ଦି ପଟରୁ କିଛି ପରିମାଣରେ କାଟି ଦେଇପାରିବେ। ଯଦି ନାହିଁ କାଟୁନାହାନ୍ତି ତାହେଲେ ଚଳିବ। ଏମିତି 1-2ଟା ବେଡ୍ ପାଇଁ ଆପଣଙ୍କର ଚଳିବ। ଆପଣ ଏମିତି ନଡ଼ା ଗୁଡ଼ିକୁ ପାଣିରେ ଭିଜେଇ ଦିଅନ୍ତୁ, ବୁଡ଼େଇ ଭିଜେଇ ଦିଅନ୍ତୁ ଭଲ ଭାବରେ। ଆଉ ଟିକେ ମୋତେ ପାଣି ଦେବେ ଯଦି ପାଣି ପାଉନାହିଁ, କାହିଁକିନା ନଡ଼ା ପାଣିକୁ ଶୋଷି ନିଏ। ଆପଣ ମଧ୍ୟ ପାଣି ଦେଇକି ଭଲ ଭାବରେ ତାକୁ ବତୁରେଇ ଦିଅନ୍ତୁ, ଯେପରିକି ନଡ଼ା ପାଣିରେ ବୁଡ଼ିକି ରହିବ। ସେପରି ଆପଣ କରନ୍ତୁ। କିଛି ଓଜନିଆ ଜିନିଷକୁ ଆଣିକି ପାଖରେ ରଖନ୍ତୁ, କାରଣ ନଡ଼ା ଗୁଡ଼ିକୁ ଉପରେ ଭାସିବ। ଆପଣ ସେଥିପାଇଁ ଓଜନିଆ ଜିନିଷ କିଛି ମଡ଼େଇକି ତାପରେ ରଖିଦେଲେ ସେ ବୁଡ଼ିକି ରହିବ। ପଥର ହେଉ କିମ୍ବା ଅନ୍ୟ କୌଣସି ଜିନିଷ ହେଉ ଯାହାକି ଓଜନିଆ ହେଇଥିବ, ନଡ଼ା ଗୁଡ଼ିକୁ ବୁଡ଼େଇକି ରଖିବାରେ ସାହାଯ୍ୟ କରୁଥିବ ପାଣିରେ। ଚାରିପଟେ ଆପଣ ଭଲ ଭାବରେ ବୁଲେଇ ଏମିତି ନଡ଼ା ଗୁଡ଼ିକୁ ବତୁରେଇ ଦିଅନ୍ତୁ, ଯେପରିକି ପାଣି ଦେଇ ବତୁରି ନଡ଼ା ଗୁଡ଼ିକ ଭଲ ଭାବରେ ବତୁରିକି ଭିଜିଯିବ। ତା ଭିତରେ ପାଣି ଯେମିତି ପଶି ଯାଇଯିବ, କିଛି ଅସୁବିଧା ଯେମିତି ଆଉ ନହେବ। ଆପଣ ଭଲ ଭାବରେ ବତୁରେଇ ଦିଅନ୍ତୁ। ଦେଖନ୍ତୁ ମୁଁ ମଧ୍ୟ ବତୁରେଇ ଦେଇଛି କେମିତି। ତାପରେ ବତୁରେଇ ସାରିଲା ପରେ ଆପଣ ନଡ଼ା ଗୁଡ଼ିକୁ ପ୍ରାୟ 12 ଘଣ୍ଟା ବତୁରେଇ ଦେବେ। ତାପରେ ନଡ଼ା ଗୁଡ଼ିକୁ ଏମିତି ଛାଣିକି ଏମିତି ରଖିଦେବେ ତେର୍ଛା କରିକି ରଖିଦେବେ। ପ୍ରାୟ 6 ଘଣ୍ଟା ଖଣ୍ଡେ ରଖିଦେବେ। ତାପରେ ଦେଖନ୍ତୁ ମଞ୍ଜି ଆଣିଛି ମୁଁ କିଣିକି, ପ୍ରାୟ 40 ଟଙ୍କା ନେଲା ମୋଠୁ ଦୋକାନୀ। କାହିଁକିନା ନୂଆ ଯେହେତୁ ଛତୁ ମଞ୍ଜି ଆସୁଥିଲା, ସେଥିପାଇଁ ଟିକେ ରେଟ୍ ଅଧିକ ଥିଲା, ସେଥିପାଇଁ ମୋଠୁ 40 ଟଙ୍କା ନେଲା। ଆପଣ ଦେଖନ୍ତୁ ଏମିତି ତାର ଗୋଟେ ନେଇ ଆପଣ ବାହାର କରିପାରିବେ ମଞ୍ଜି ଗୁଡ଼ିକୁ। ଧୀରେ ଧୀରେ ସେ ଯେଉଁ ତୁଳାକୁ ଆଡ଼େଇ ଧୀରେ ଧୀରେ ଆପଣ ଚାହିଁଲେ ତାର ମାଧ୍ୟମରେ ଦେଖନ୍ତୁ ବାହାର କରିଦେବେ। ମୁଁ ମଧ୍ୟ ବାହାର କରିଛି। ଯଦି ନାହିଁ ଏମିତି କରୁନାହାନ୍ତି, ବୋତଲକୁ ବାଡ଼େଇକି ଫଟେଇ ଦିଅନ୍ତୁ, ଆଉ ତାପରେ ଏମିତି ମଞ୍ଜି ମଧ୍ୟ ବାହାର କରିପାରିବେ। ଦେଖନ୍ତୁ ମୁଁ ଆଗ ତାର ଦ୍ୱାରା ବାହାର କରିଦେଲି, ତାପରେ କିଛି ଅଂଶ ନ ବାହାରିବାରୁ ବାଡ଼େଇକି ବୋତଲକୁ ଫଟେଇ ଦେଲି, ଯାହାଫଳରେ କି ଏମିତି ଆସିଲା। ଦେଖନ୍ତୁ କେମିତି ଆସିଲା। ତାପରେ ଆପଣ ପ୍ରାୟ ବେସନ ନେଇଯିବେ 250 ଗ୍ରାମ ଖଣ୍ଡେ। ଦେଖନ୍ତୁ ଗୋଟେ ଭାଡ଼ି କରି ଆପଣ ତାପରେ ଏମିତି ନଡ଼ାକୁ ସିଧା କରି ଥୋଇଦେବେ। ତାପରେ ଆପଣ ଏମିତି ଦେଖନ୍ତୁ କେମିତି ମୁଁ ପକଉଛି। ଏମିତି ଧୀରେ ଧୀରେ ଗୋଟେ ଜାଗାରେ ଆପଣ ନଡ଼ା ଗୁଡ଼ିକୁ ଥୋଇ ଦିଅନ୍ତୁ। ନଡ଼ା ଗୁଡ଼ିକ ଉପରେ ମଞ୍ଜି ଗୁଡ଼ିକୁ ଥୋଇ ଦିଅନ୍ତୁ। ଦେଖନ୍ତୁ ମଞ୍ଜି ଗୁଡ଼ିକୁ ଥୋଇଦେଲା ପରେ ତାପରେ ବେସନ ଦେଖନ୍ତୁ କେମିତି ପକଉଛି ମୁଁ। ଏମିତି ପକେଇ ପାରିବେ କିମ୍ବା ମଞ୍ଜି ଉପରେ ଆପଣ ଥୋଇଦେବେ, କାହିଁକିନା ବେସନଟା ଦେଲେ ସେ ଯେଉଁ ଫଙ୍ଗସ୍ ଗୁଡ଼ିକ ହୋଇଛନ୍ତି ତାଙ୍କୁ ଖାଦ୍ୟ ମିଳିପାରିବ। ଆପଣ ଚାହିଁଲେ ସେମିତି କରିପାରିବେ।
ତାପରେ ଦେଖନ୍ତୁ ଯୋଉ ଦିଗରେ ଥୋଇଥିଲେ ଆପଣ ନଡ଼ା ତା ବିପରୀତ ଦିଗକୁ ମୁହଁ କରି ଆପଣ ଆଉ କିଛି ନଡ଼ା ଥୋଇ ଦିଅନ୍ତୁ। ତାପରେ ଆପଣ ମଞ୍ଜି ଆଉଥରେ ଦିଅନ୍ତୁ। ଏମିତି ଆପଣ ମଞ୍ଜିକି ଦେଇ ତାପରେ ଯୋଉ ଆପଣ ବେସନ ମଧ୍ୟ ପକେଇ ପାରିବେ। ନଡ଼ା ଗୁଡ଼ିକୁ ଖୋଲିକି ଆପଣ କରିପାରିବେ କିମ୍ବା ସେମିତି ଗୋଟାରେ ରଖିକି ମଧ୍ୟ କରିପାରିବେ। ଖୋଲିଦେଲେ ଭଲ ହବ। ନଡ଼ା ଗୁଡ଼ିକୁ ଆମେ ସାଇଜ୍ କରି ଥୋଇବାରେ ଆମକୁ ଭଲ ସାହାଯ୍ୟ କରିବ। ତାପରେ ଏମିତି କରି ମୁଁ ଦେଖନ୍ତୁ 3-4 ଲେୟାର ଥଉଛି। ଆପଣ ରିଅନ୍ଧେ 3-4 ଲେୟାର ଥୋଇ ଦିଅନ୍ତୁ। ବେସନ ଆପଣ ମଧ୍ୟ ଏମିତି ଦେଇଦେବେ। ଯେତେ ଥର କରିବେ ସେତେ ଥର ବେସନ ଦେବେ, କାହିଁକିନା ବେସନ ଦେଲା ସିଏ ଖାଦ୍ୟ ତାକୁ ଭଲରେ ଯେତେ ବେସନ ଦେବେ କାହିଁକି ଖାଦ୍ୟ ତାକୁ ଭଲରେ ମିଳିବ, ସେ ଆମ ପାଇଁ ଭଲ ଛତୁ ହେବ। ସେଥିପାଇଁ ଆପଣ ଲୋଭ କରି ଅଳ୍ପ ଅଳ୍ପ ବେସନ ଦିଅନ୍ତୁ ନାହିଁ। ଯାହାହେଲେ ବି 250 ଖଣ୍ଡେ ବେସନ ଆପଣ ଦିଅନ୍ତୁ ଗୋଟେ ବେଡ଼ରେ, କାହିଁକିନା ଯେତେ ଖାଦ୍ୟ ପାଇବ ସେତେ ଭଲ ଗ୍ରୋଥ ହେବ। ଆଉ ଆପଣ ଯଦି ଲୋଭ କରିକି ନାହିଁ ଅଳ୍ପ ବେସନରେ ଚଳେଇ ଦେବା କହିକି ଦେବେନି, ତାହେଲେ ହେବ ନାହିଁ। ଦେଖନ୍ତୁ ମୁଁ ମଧ୍ୟ ପ୍ରଥମ ଥର କରିଥିଲି, ଆଗରୁ କେବେ କରିନଥିଲି, କିନ୍ତୁ ମୋତେ ଭଲ ରେଜଲ୍ଟ ମିଳିଲା। ଆଗାମୀ ଆଉଥରେ କରିବି ବୋଲି ଭାବିଛି। ଆଉଥରେ ମଧ୍ୟ ମଞ୍ଜି କିଣିକି ଆଣିକି ରଖିଛି କରିବା ପାଇଁ। ଆପଣ ମଧ୍ୟ ଏମିତି କରନ୍ତୁ। ଆପଣ ଯଦି ଗୋଟିଏ ଏଇ ବଡ଼ ବୋଟଲକୁ ଆପଣ ଯଦି 2ଟି ବେଡ୍ କରିବେ ମଧ୍ୟ ଚଳିବ, କାହିଁକିନା ମୁଁ ଆଉ ଗୋଟେ ସାଙ୍ଗ ମୋର ଆଣିଥିଲା ସେମିତି ଆଉ ଗୋଟେ ବୋତଲ, ସେ ଏକା ପରିମାଣରେ ବୋତଲ ଆମେ ଆଣିଥିଲୁ। ମୁଁ ଗୋଟିଏ ବେଡ଼ରେ କରିଦେଇଥିଲି, ସିଏ 2ଟି ବେଡ଼ କରିଥିଲା। ତାର ମଧ୍ୟ ବହୁତ ଭଲ ଅମଳ ଆସିଲା। ତାର ମୋ ଠାରୁ ପ୍ରାୟ ଆହୁରି କିଲୋ ପାଖାପାଖି ଅଧିକ ଆସିଲା ଅମଳ। ଆପଣ ମଧ୍ୟ ଏତିକି ମଞ୍ଜିକି ଆଉ ଗୋଟିଏ ବେଡ଼ ମଧ୍ୟ କରିପାରିବେ, ଏଇ ଯେଉଁ ବଡ଼ ବୋଟଲ ମଞ୍ଜିକି। ତାପରେ ଏମିତି କରିସାରିଲା ପରେ ଆପଣ 3-4 ଲେୟାର କରିସାରିଲା ପରେ ଦେଖନ୍ତୁ ଉପରେ ଗୋଟେ ଘୋଡ଼େଇ ଦେବେ। ଉପରେ ଘୋଡ଼େଇ ଦେଇକି ଆପଣ ଦେଖନ୍ତୁ ମୋ ବେଡ଼ କେମିତି ପଡ଼ିଛି। ତାପରେ ଗୋଟେ ଧଳା ପରିଷ୍କାର ପଲିଥିନ, ଯେଉଁଟାକି ଆଗରୁ କେବେ ଛତୁରେ ଅଲଗା ଛତୁରେ ଏତେଟା ବ୍ୟବହାର ହେଇନଥିବ, ଯଦି ହେଇଥିବ ବି ଭଲରେ ସଫା କରିକି ତାକୁ ରଖା ହେଇଥିବ ଶୁଖା ହେଇକି। ସେମିତିଆ ଗୋଟେ ପଲିଥିନ ଆଣନ୍ତୁ, ଧଳା କଲରର ପଲିଥିନ ଆଣିବେ ଯଦି ଭଲ। ତାପରେ ଆଣି ସାରିବା ପରେ ତାକୁ ଭଲ ଭାବରେ ଘୋଡ଼େଇ ଦିଅନ୍ତୁ ଚାରିଆଡ଼ୁ ପ୍ରାୟ ନିବୁଜ କରି ଘୋଡ଼େଇ ଦେବେ, ଯେମିତିକି ପବନ ଆଉ ଯିବନି। ଚାରିପଟୁ ଦେଖନ୍ତୁ ମୁଁ କେମିତି ଘୋଡ଼େଇଛି, ସେମିତି ଆପଣ ମଧ୍ୟ ଘୋଡ଼େଇ ଦିଅନ୍ତୁ। ଘୋଡ଼େଇ ସାରିଲା ପରେ ଆପଣ 7 ଦିନ ପରେ ଦେଖିପାରିବେ ଆଡ଼େଇକି। 7 ଦିନ ପରେ ଆପଣ ଟିକେ ଆଡ଼େଇକି ଦେଖନ୍ତୁ କେମିତି ଆପଣଙ୍କର କ'ଣ ବେଡ଼ ହେଇଛି। ଦେଖନ୍ତୁ ମୁଁ ଆଡ଼େଇକି ଦେଖୁଛି। ଧୀରେ ଧୀରେ ଆଡ଼େଇକି ଦେଖନ୍ତୁ, ବେଶୀ ତରବରିଆ ହେଇକି ଆଡ଼େଇବେ ନାହିଁ, କାହିଁକିନା ଯାହା ଛୋଟିଆ ଛୋଟିଆ ହେଇଥିବ ସିଏ ଛତୁ ହଉ କି ଯାହା ହଉ ଆପଣ ନଷ୍ଟ ହେଇଯିବ। ଦେଖନ୍ତୁ କେମିତି ଫିମ୍ପି ଧରିଛି। ଦେଖନ୍ତୁ 7 ଦିନ ବେଳକୁ ଯଦି ଆପଣଙ୍କ ନଡ଼ା 7 ଦିନ ବେଳକୁ ଟିକେ ମାନେ ଶୁଖି ଯାଇଛି, ସେଇ ସମୟରେ ଆପଣ ପାଣିର ସ୍ପ୍ରେ ମଧ୍ୟ ଟିକେ କିଛି କିଛି କରିପାରିବେ। ମୋର ବର୍ଷା ହେଉଥିଲା, ବହୁତ ପାଗ ଥଣ୍ଡା ଥିଲା ବହୁତ, ସେଥିପାଇଁ କିଛି ହେଇନାହିଁ। ମୁଁ ସେଥିପାଇଁ ଆଉ ପାଣି ଦେଲିନି। ଯଦି ଆପଣଙ୍କର ପାଣି ଶୁଖିଯାଇଛି ତାହେଲେ ଆପଣ ଦିଅନ୍ତୁ ପାଣି ଟିକେ ଟିକେ। ପାଣି ଦେବା ଆବଶ୍ୟକ ନିଶ୍ଚୟ। ଯଦି ବି ଆପଣ ପାଣି ଦେଉନାହାନ୍ତି ତାହେଲେ ବେଡ଼କୁ ଆପଣ 7 ଦିନ ପରେ ସବୁଦିନ ଆପଣ 1-2 ଘଣ୍ଟା ମାନେ ଜରିଟାକୁ ଖୋଲିକି ରଖନ୍ତୁ। 1-2 ଘଣ୍ଟା ଜରିକି ଖୋଲିଦେବେ। ତାପରେ 1-2 ଘଣ୍ଟା ପବନ ବାଜିଗଲା ପରେ ଆପଣ ଜରିଟି ଯେମିତି ଘୋଡ଼ା ହେଇଥିଲା ସେମିତି ପୁନର୍ବାର ଘୋଡ଼େଇ ଦିଅନ୍ତୁ। କିନ୍ତୁ ସବୁଦିନ ଆପଣ 1 କିମ୍ବା 2 ଘଣ୍ଟା ଆପଣ ବେଡ଼ଟିକୁ ଖୋଲିବା ପାଇଁ ଚେଷ୍ଟା କରନ୍ତୁ, ଯାହାଦ୍ୱାରା ବାୟୁ ଚଳପ୍ରଚଳ ହେଇପାରିବ, ଭଲରେ ଛତୁ ଗୁଡ଼ାକ ଗ୍ରୋଥ ହେଇପାରିବ। ଆଉ ତାକୁ ଘୋଡ଼େଇକି ରଖିଦେବା ଅଧିକା, ଆଉ ସେମିତି ନଷ୍ଟ ହେଇଯିବାର ସମ୍ଭାବନା ବହୁତ ଅଛି ବା ନଷ୍ଟ ହେଇଯିବ। ଆପଣ ହଇରାଣ ହେବେ ଚୁଛାକୁ। ଆପଣ ସେଥିପାଇଁ 1-2 ଘଣ୍ଟା ଜରିଟିକୁ ଖୋଲି ରଖନ୍ତୁ, ଭଲ ରେଜଲ୍ଟ ମିଳିବ।
ଦେଖନ୍ତୁ ମୋ ନଡ଼ାରେ କେତେ ପ୍ରାୟ ଗ୍ରୋଥ ହୋଇଯାଇଛି। ଦେଖନ୍ତୁ ଯେତେବେଳେ ହେଇଗଲା 12 ଦିନ ହେଇଯିବା ବେଡ୍ ପଡ଼ିବାର 12ରୁ 13 ଦିନ ଭିତରେ ଦେଖନ୍ତୁ ଛତୁ କେତେ ବଡ଼ ବଡ଼ ହୋଇଯାଇଛି। ଦେଖନ୍ତୁ ଏଇ କଣରେ ଛତୁ ହୋଇଯାଇଛି। ଦେଖନ୍ତୁ ତାପରେ ଦେଖନ୍ତୁ ଏପଟେ ମଧ୍ୟ କେତେ ପରିମାଣରେ ଛତୁ ହେଇଛି। ଦେଖନ୍ତୁ କେତେ ଛୋଟ ଛୋଟ ଛତୁ ଆଇଛି, କେତେ ଛୋଟ ଛୋଟ ସୁନ୍ଦର ସୁନ୍ଦର ଛତୁ ଦେଖନ୍ତୁ ଆସିଛି। ଆପଣଙ୍କୁ ଦେଖିଲେ ବହୁତ ଖୁସି ଲାଗିବ, କାହିଁକି ନା ଯଦି ଆପଣ ଛତୁ ବଜାରରୁ କିଣିକି ଆଣି ଖାଇ ଦେଉଛନ୍ତି କିଣିକି ଖାଇ ଦିଅନ୍ତୁ, କିନ୍ତୁ ଗୋଟେ ନିଜେ ପରିଶ୍ରମ କରି ନିଜ ଘରେ ପ୍ରସ୍ତୁତ କରିବାଟାର ମଜା କିଛି ଅଲଗା। ଆପଣ ଥରେ ପ୍ରସ୍ତୁତ କରିକି ଦେଖନ୍ତୁ, ଆପଣ ଯେତିକି ବି ହଉ ଆପଣଙ୍କ ମନ ବହୁତ ଖୁସି ଲାଗିବ। ଦେଖନ୍ତୁ ମୋର ଛତୁ କେମିତି ହେଇଛି। ଦେଖନ୍ତୁ କଢ଼ ଗୁଡ଼ିକୁ ମୁଁ ଦେଖେଇ ଦେଉଛି କେତେ ପରିମାଣରେ ହେଇଛି। ଦେଖନ୍ତୁ ଯେହେତୁ ମୁଁ ଘରେ ପ୍ରସ୍ତୁତ କରୁଛି ଛତୁ ଗୁଡ଼ିକୁ ସବୁ ଯାକକୁ ଏକା ସମୟରେ ତୋଳିଲି ନାହିଁ। ମୁଁ ଯେତେବେଳେ ଯେଉଁ ଛତୁ ଗୁଡ଼ିକ ହେଲା ଫୁଟିଗଲା ସେଇ ସମୟରେ ମୁଁ ଛତୁ ଗୁଡ଼ିକୁ ଆଣିକି ଘରେ ଖାଇଦେଲୁ। ସେଥିପାଇଁ ଆପଣଙ୍କୁ ଦେଖେଇ ପାରୁନି, କିନ୍ତୁ ଯେଉଁ ପ୍ରାୟ କିଲୋରୁ ପ୍ଲସ୍ ମାନେ 1.5 କିଲୋ ପାଖାପାଖି ଆମର ଅମଳ ହୋଇଯାଇଛି। ଏଥିରେ ଆପଣ ମଧ୍ୟ ଏହି ପଦ୍ଧତିରେ କରିପାରିବେ, ଆପଣଙ୍କର ବି ଅମଳ ହେବାର ସମ୍ଭାବନା ମୁଁ ରଖୁଛି। ମୋର ପ୍ରାୟ 1.5 କିଲୋ ପାଖାପାଖି ଅମଳ ଆସିଲା ହାରି, ମିଛ କଥା ନୁହେଁ, ଏହା ସତ। ମୁଁ ପ୍ରଥମ ଥର କରୁଛି, ତଥାପି ମୋର ଆସିଲା ଏତେ ଅମଳ। ଆପଣ ଚାହିଁଲେ ମଧ୍ୟ କରିପାରିବେ, କାହିଁକି ନା ଛତୁ ଦର ଯେଉଁ ଭଳିଆ ହେଲାଣି ପ୍ରାୟ 300 ପାଖାପାଖି ଛତୁ କିଲୋ ଅଛି। ଆପଣ ଚାହିଁଲେ 40 ଟଙ୍କା ଖର୍ଚ୍ଚ କରି 40 ଟଙ୍କା ଘରେ ନଡ଼ା ଯଦି ଆପଣ କିଣିକି ଆଣୁଛନ୍ତି, କିମ୍ବା ଯଦି କାହିଁ ରଖିଛନ୍ତି ଯଦି ମାଗିକି ଆଣୁଛନ୍ତି ଏରିଆ ଚଳିବ, ଯଦି ନାହିଁ କିଣିକି ଆଣୁଛନ୍ତି ବି 15-20 ଟଙ୍କା 50-60 ଟଙ୍କାରେ ଆପଣ କିଲେ ଛତୁ ପାଇପାରିବେ। କିଲେ ପ୍ଲସ୍ ତ ନିଶ୍ଚୟ ହେବ। ମୁଁ ପ୍ରଥମ ଥର କରିକି ମୋର ପ୍ରାୟ 1.5 କିଲୋ ପ୍ଲସ୍ ହେଲା। ଆପଣଙ୍କର ମଧ୍ୟ ନିଶ୍ଚୟ କିଲେ ପ୍ଲସ୍ ହେବ କି 1.5 କିଲୋ ପ୍ଲସ୍ ହେବ। ଆପଣ ଯଦି ବି ଅଭିଜ୍ଞତା ଆପଣଙ୍କର ଆହୁରି ଅଛି ଅଧିକ, ଆପଣ ମଧ୍ୟ ଆହୁରି ବହୁତ କରିପାରିବେ। ଦେଖନ୍ତୁ ଛତୁ ଗୁଡ଼ିକ ମୁଁ ରଖିଲି ନାହିଁ, କାହିଁକି ନା ଘରେ ଯେହେତୁ କରିଛି, ନିଜେ କରିଛି, ଗୋଟେ ଫୁଟିଲା ପରେ ମନ ବହୁତ ଖୁସି ଲାଗିଲା, ଆଉ ରଖିବାକୁ ଇଚ୍ଛା ହେଲାନି, ଆଣିକି ଭାଜିକି ଖାଇଦେଲୁ। ଆଉ ସେଥିପାଇଁ ଏକାଥରକେ ଆପଣଙ୍କୁ ଦେଖେଇ ପାରିଲି ନାହିଁ, କିନ୍ତୁ ପ୍ରାୟ ହେଇଛି ସବୁ ଛତୁ ଗୁଡ଼ିକ। ଆପଣ ମଧ୍ୟ ଏହି ପଦ୍ଧତିରେ ଆପଣ ଛତୁକୁ କରିପାରିବେ। ମୁଁ ନିଶ୍ଚୟ ଆପଣଙ୍କୁ ଆଉ ଗୋଟେ ବେଡ୍ ପକେଇବାକୁ ଚେଷ୍ଟା କରୁଛି ଏକାଥରେ ଆପଣଙ୍କୁ ଦେଖେଇବା ପାଇଁ। ଦେଖନ୍ତୁ ଛତୁ ଗୁଡ଼ିକ କେତେ ବଡ଼ ବଡ଼ ହୋଇଛି। ଯେହେତୁ ଘରେ ପ୍ରସ୍ତୁତ କରୁଛି, କଢ଼ରୁ କିଛି ପରିମାଣରେ କାଢ଼ିକି ଖାଇଲୁ, କିଛି ପରିମାଣରେ ଫୁଟିଲା ଛତୁ ମଧ୍ୟ କରିକି ଭାଜିକି ଖାଇବାଟା ମଜା କିଛି ଅଲଗା। ଆପଣ ମଧ୍ୟ କରିପାରିବେ ଏମିତି। ଦେଖନ୍ତୁ କେତେ ପରିମାଣରେ ଛତୁ, କେତେ ବଡ଼ ବଡ଼ ଛତୁ ହେଇଛି। ଆଉ ଏମିତି ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଧନ୍ୟବାଦ। ଆମ ଚ୍ୟାନେଲ୍ ସହିତ ଯୋଡ଼ି ରୁହନ୍ତୁ। ଏମିତି ନୂଆ ନୂଆ ଭିଡ଼ିଓ ଆମେ ଆଣିବାକୁ ଚେଷ୍ଟା କରିବୁ। ଆଉ ଆପଣ ଛତୁ ବେଡ୍ କେବେ ପକେଇଛନ୍ତି ନା ନାହିଁ କମେଣ୍ଟ ମାଧ୍ୟମରେ ଜଣେଇବେ। ଆମ ଚ୍ୟାନେଲ୍କୁ ଦେଖୁଥିବାରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଛତୁ ଗୁଡ଼ିକ କେତେ ସୁନ୍ଦର ଦିଶୁଛି। ନିଜେ ଗୋଟେ ପ୍ରସ୍ତୁତ କରି ଗୋଟେ ଜିନିଷକୁ ଖାଇବାର ମଜା କିଛି ଅଲଗା ଆସିଥାଏ। ଆପଣ ମଧ୍ୟ କେବେ ଚାଷ କରନ୍ତୁ, ଜାଣିବେ କେତେ ମଜା ଆସୁଛି। ମୁଁ ବାରମ୍ବାର ଏଇଟା କହୁଛି, କାହିଁକି ନା ନିଜେ ଯଦି କରିବେ ଆପଣ ଜାଣିବେ କେତେ ଖୁସି ଲାଗେ ଯେତେବେଳେ ଅମଳଟା ହୁଏ।